ବୋମାମାଡ଼ ହୋଇଛି ନା ବିସ୍ଫୋରଣ? ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖୁଣ୍ଟି ଗ୍ରାମରେ ଗତକାଲି ବୋମାମାଡ଼ ଘଟିଥିବା ନେଇ ଚର୍ଚ୍ଚା ଆଲୋଚନା ହୋଇଥିବା ବେଳେ ଆଜି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଛତ୍ରପୁର ଏସ୍ଡିପିଓ ଚନ୍ଦନ ଗଡ଼େଇ। ସୋମବାର ବିଳମ୍ବିତ ରାତିରେ ଜି କାମରାଜଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ କିମ୍ବା ଏକ ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଘରର କାନ୍ଥ ଏବଂ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଏଥିରେ 3 ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଛତ୍ରପୁର ଥାନା ପୁଲିସ ଘଟଣାକୁ ଗୁରୁତର ସହିତ ନେଇ ଗଞ୍ଜାମ ଏସ୍ପିଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍ ଟିମ୍, ଫାୟାର ଟିମ୍, ରାଜ୍ୟ ବୋମା ନିଷ୍କ୍ରିୟକାରୀ ଟିମ୍, ରାଜ୍ୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ତଥ୍ୟ ସଂଗ୍ରହ କରିବା ସହିତ ଘଟଣାର ଯାଞ୍ଚ କରିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼େଇ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଜି କାମରାଜଙ୍କ ରୋଷେଇ ଘରେ ଗୋଟିଏ ଛୋଟିଆ ଆବଦ୍ଧ ଠାକୁର ଘରେ ଅଖଣ୍ଡ ଦୀପ ଜଳୁଥିଲା। ତାର ଧୂଆଁ ଏବଂ ସେଠାରେ ଥିବା ଗୋଟିଏ ଖାଲି ଆଉ ଗୋଟିଏ ଫୁଲ୍ ଗ୍ୟାସ୍ ଟାଙ୍କି ରହିଥିଲା। ଦୀପ ଧୂଆଁ ଏବଂ ରେଗୁଲେଟର ଯୋଗେ ଧୀରେ ଧୀରେ ଆସୁଥିବା ଗ୍ୟାସ୍ ଯୋଗୁଁ ଏପରି ବ୍ଲାଷ୍ଟ ହୋଇଥିବା ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ଟିମ୍ ରିପୋର୍ଟ ଦେଇଛି ବୋଲି କହିଛନ୍ତି ଏସ୍ଡିପିଓ। ନିର୍ଦ୍ଦେଶ ମତେ ଭୁବନେଶ୍ୱରରୁ ଆମର ଷ୍ଟେଟ୍ ଏଫ୍ଏସ୍ଏଲ୍ରୁ ଜଣେ ସାଇଣ୍ଟିଷ୍ଟ ଆସିଥିଲେ, ପ୍ଲସ୍ ତାଙ୍କର ଟିମ୍ ଆସିଥିଲେ, ବମ୍ ଡିସ୍ପୋଜାଲ୍ ଟିମ୍ ମଧ୍ୟ ଆସିଥିଲେ। ସେ କେମିତି ସମସ୍ତଙ୍କର ସନ୍ଦେହ ଥିଲା କି ବମ୍ ପକାଇ ଦେଇଛି କି ବିସ୍ଫୋରକ ଦ୍ୱାରା ଏମିତି ଘଟଣା ଘଟିଛି ହେଲା। ସେହିସବୁ ସନ୍ଦେହକୁ ଦୂର କରିବା ପାଇଁ ଆମର ଏସ୍ପି ସାର୍ ଭୁବନେଶ୍ୱର ସବୁ ଡକାଇଥିଲେ, ବିଡି ସ୍କ୍ୱାଡ଼କୁ ପ୍ଲସ୍ ସାଇଣ୍ଟିଫିକ୍ ଟିମ୍ ଡକାଇଥିଲେ। ସେମାନେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲା ପରେ ଘଟଣାସ୍ଥଳରୁ ଜାଣିପାରିଲେ ଯେ ତାଙ୍କ ଘର ରୋଷେଇ ଘର ଭିତରେ ହିଁ ଗୋଟେ ଠାକୁର ଘର ଅଛି, ଯେଉଁ ଠାକୁର ଘରେ ତାଙ୍କର 24 ଘଣ୍ଟା ଅଖଣ୍ଡ ଦୀପ ଜଳେ। ରୋଷେଇ ଘରେ ବି ଗ୍ୟାସ୍ ଅଛି। ଗ୍ୟାସ୍ ଯେଉଁ ଆମର ରେଗୁଲେଟରରୁ ସେ ଧୀରେ ଧୀରେ ଗ୍ୟାସ୍ ଲିକ୍ ହେଇଛି, ଯେଉଁଟା ତାଙ୍କର ପରିବାର ଲୋକ ଜାଣିପାରିନାହାନ୍ତି। ସେମାନେ 8ଟା ବେଳେ ଖାଇ ପିଇକି ସବୁ ଦାଣ୍ଡ ଘରେ ଶୋଇଲେ, ଆଉ ଏ ଗ୍ୟାସ୍ ଧୀରେ ଧୀରେ ଲିକ୍ ହେଇକି ସେ ଗୋଟେ ଏୟାର ପ୍ରେସର ହେଇକି ଗୋଟେ ମାନେ ବିସ୍ଫୋରଣ ଟାଇପ୍ର ଗୋଟେ ସାଉଣ୍ଡ ହେଇଛି, ଯାହାଫଳରେ ସେ କାନ୍ଥ ଭାଙ୍ଗି ପଡ଼ିଛି। ଆଉ ତାଙ୍କର ଲାଇଟ୍ ଫାଇଟ୍ କିନ୍ତୁ ସବୁ ଅଛି, କାନ୍ଥ ଭାଙ୍ଗି ପଡ଼ିଛି, ଭୁଷୁଡ଼ି ଯାଇଛି। ଆଉ ସମସ୍ତଙ୍କର ଯେଉଁ ସନ୍ଦେହ ଥିଲା ଯେ ଏଇଟା କିଏ ବମ୍ ପକାଇ କରିଥିବେ କି କୌଣସି ବିସ୍ଫୋରକ ଦ୍ୱାରା ହେଇଥିବ, ସେମିତି କିଛି ଘଟଣା ହେଇନି। ଏ ଗ୍ୟାସ୍ ଲିକ୍ ଦ୍ୱାରା ହିଁ ହେଇଛି। ଏବେ କିଏ ଅଟକି ଅଛନ୍ତି କି? ନା, ଏବେ କେହି ଅଟକ ନାହିଁ। ଏଥିରେ କେସ୍ ନମ୍ବର କେତେ ସାର୍? କ'ଣ ଆମର ଏଇ ଏବେ ବି ସେ ତାଙ୍କ ରିପୋର୍ଟ ଉପରେ ଆମର କେସ୍ ହେଇଛି। କେସ୍ ଛତ୍ରପୁର କେସ୍ ନମ୍ବର 33/26 କେସ୍ ହେଇଛି। ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣାଙ୍କ ରିପୋର୍ଟ, ତେଜ ଓଡ଼ିଶା।